ନିଜେ ଧରିଲା। ଏ ଛୁଆ ଉଠରେ ସକାଳେ ହେଇଗଲା। ଓ ମାଇ ଗଡ୍, ପୁରା ସକାଳେ ହେଇଗଲା। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ, ଆଜିର ନୂଆ ବ୍ଲଗ୍ରେ ସମସ୍ତଙ୍କୁ ସ୍ୱାଗତ। ବର୍ତ୍ତମାନ ସକାଳେ ହେଇଗଲା, ଉଠି ପଡ଼ିବା। ଏଇଠି ଦେଖନ୍ତୁ ଆମ ଝିଅ ଶୋଇଛି। ଏ ଝିଅ ଉଠରେ, ଦେଖନ୍ତୁ ଉଠ ଉଠ ଉଠ। ଏ ଛୁଆ ଉଠରେ, ସକାଳେ ହେଇଗଲା। ଚଢ଼େଇ ଗୁଡ଼ା ସବୁ ବୋବଉଛନ୍ତି, ଶୁଣା ଯାଉନି? ଗୁଡ୍ ମର୍ଣ୍ଣିଂ କହ। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ତୋ ପାଖରେ ଟର୍ଚ୍ଚ ବି ରଖିଛୁ? ରାତିରେ ବାହାରକୁ ଗଲାବେଳେ ଧରିକି ଯିବୁ ନାହିଁ। ଆଉ ଆମ କୁନି ଛୁଆଟା ବି ହାଇ ସେଇଠି ଶୋଇଛି, ଦେଖନ୍ତୁ ମଶାରୀ ଭିତରେ। ଗୁଡ୍ ମର୍ଣ୍ଣିଂ ଛୁଆ କହ। ତାକୁ ଦେଖାଯାଉନି, ଟିକେ ଟିକେ ଦେଖାଯାଉଛି। ହଁ ଏଇନା ଚାହିଁଲା, ଏଇ ଦେଖ ଉଠିଗଲାଣି। ଉଠୁ ଉଠୁ ଉଠୁ, ସକାଳେ ହେଇଗଲା। ବର୍ତ୍ତମାନ ଆମ କୁନି ଛୁଆକୁ ଦେଖନ୍ତୁ, ବର୍ତ୍ତମାନ ଉଠି ପଡ଼ିଲାଣି। ଛୁଆ ଗୁଡ୍ ମର୍ଣ୍ଣିଂ କହ, ଗୁଡ୍ ମର୍ଣ୍ଣିଂ ଗୁଡ୍ ମର୍ଣ୍ଣିଂ। ଏମିତି ଚାହିଁଛି, ତାକୁ ଟିକେ ବାହାରକୁ ବୁଲେଇ ଆଣିବା ଏଇନା। ଭାଇ ଦେଖ, ପୁରା ସକାଳେ ହେଇଯାଇଛି। ଆଉ ତାର ମା କି କରୁଛି ଦେଖିବା। ଏଇଠି ତା ମା ଦେଖନ୍ତୁ ଗୋବର ଦଉଛି ସକାଳୁ। ଏଇଟା କିଏ? ଏଇଟା କିଏ? ଏଇଠି ଦେ, ଏଇଟା ଏଇଟା ତା ମା। ଉପର ଆଡେ ଚାହୁଁଛୁ ନା? ହାय ଫୁଲ ଗଛ ଗୁଡାକୁ ଦେଖୁଛୁ ନା? ଆଉ ଏଇଠି ଦେଖନ୍ତୁ, ଆଜି ସକାଳେ ସକାଳେ ଆମର ଗୋବର ଦଉଛନ୍ତି। ଆଉ ଆଜି ଗୋବର ଦେବାର କାରଣ ହେଉଛି, ଆଜି ଆମର ବାହା ବଙ୍ଗା ହେଉଛି, ମାନେ ଆମର ଜାହିରା ପୂଜା ଗୋଟେ ହେଉଛି। ଆଉ ସେଇ ପୂଜା ବେଳେ ଆମର ଘର ଦ୍ୱାର ସବୁ ସଫା ହେବ ଗୋବର ଦେଇକି। ଆଉ ସେଥିପାଇଁ ଆଜି ସବୁଆଡ଼େ ଗୋବର ଦିଆହେଉଛି, ଦେଖନ୍ତୁ। ସାଙ୍ଗମାନେ, ଏଠି ମୋ ବାପା କାମ କରୁଛନ୍ତି। ଚାଲନ୍ତୁ ପଚାରିବା କି କାମ କରୁଛନ୍ତି। ବାପା, କ'ଣ କାମ କରୁଛୁ? ଏଠି ମୁଁ କୁନ୍ଦୁରି ଲଗେଇଛି, କୁନ୍ଦୁରି ଗଛ। ଆଉ ସେଇଟାରେ ମୁଁ ଜାଲ ଦଉଛି, ନହେଲେ ଛେଳି ଗୁଡ଼ା ଖାଇଦେବେ ନା। ଆଉ ଏଇଠି ଦେଖନ୍ତୁ ଆମର ଲେମ୍ବୁ ଗଛ ବି ଅଛି। ଏଇଟା ଦେଖନ୍ତୁ, ଏଇଟା ବି ବାହାରୁଛି କଅଁଳିଆ ହେଇକି ପତ୍ର। ଆଉ ନହେଲେ ଛେଳି ଗୁଡ଼ା ସବୁ ଖାଇଦେବେ ନା, ମୁଁ ଜାଲ ସେଥିପାଇଁ ଦେଇ ଦେଉଛି। ଆଉ ଏଠି କୁନ୍ଦୁରି ବି ବାହାରୁଛି, ଡେଲି ମୁଁ ପାଣି ଦେଉଛି। ଆଉ ଝଟା ଏଇନା ସବୁ ଝଟା ଗୁଡ଼ା ଲଗେଇଲି। ଆଉ ଏଇଠି ଗୋଟେ ବଢ଼ିଆ ସେ ମୁଁ ଝଟା ବନେଇଦେବି। ସେଠି ସବୁ କୁନ୍ଦୁରି ଗୁଡ଼ାକୁ ଲତା ହେଇକି ସେଠି ଫଳିବ। ବର୍ତ୍ତମାନ ଦେଖନ୍ତୁ ଆମ କୁନି ଛୁଆ କ୍ଷୀର କେମିତି ପିଉଛି। ନିଜେ ଧରିଲା। ଦେଖ ପକେଇବୁ। ସେତକି
ସେତିକି ଆଉ ଥରେ ସେତିକି ଛଡ଼ା ନହେଲେ ସରେଇ ଦେବ। ହାଏ ଏଇ ସେଇଟା ନି ଚାହିଁଲା ତାର ବୋତଲଟା ନି ଚାହୁଁଛି, କହୁଛି ମତେ ଆଉ ଟିକେ ଦେଲେନି କାହିଁକି। ସେତିକି ଖା ହେଲା, ଇଆଡ଼େ ସିଆଡ଼େ କରନା, ଏଇଟା ନି ଚାହୁଁଛି। ଦେଖ ଇଆଡ଼େ ଏଇଟା ଆଉ ଥରେ ପିଇବୁ ଏଇଟା ହେଲା, ଏଇଟା ମୁଁ ରଖିଦଉଛି। ଏଇଟା ରଖିଦିଅ, ଆଉ ଥରେ ପିଇବୁ। ଦେଖନ୍ତୁ ବର୍ତ୍ତମାନ ଆମର ତରକାରୀ ବାଢ଼ା ହେଉଛି। ଆଜି ଦେଖନ୍ତୁ ଦେଶୀ ଚିକେନ ଆଉ ପପିଆ ତରକାରୀ ହେଇଛି। ଆଉ ଆମ ଝିଅ ସିଏ ଆଗୁଆ ଖାଇ ଦେଇଛି, ଏଇଟା ଆମ ପାଇଁ। ମତେ ଟିକେ ପପିଆ ଦିଅ, ପପିଆ ମତେ ଭଲ ଲାଗେ। ଚାଲନ୍ତୁ ବର୍ତ୍ତମାନ ଖାଇକି ଦେଖିବା କେମିତି ଟେଷ୍ଟ ହେଇଛି। ଦେଖନ୍ତୁ ଆମର ଖାଇବା ରେଡ଼ି ହେଇଯାଇଛି, ମତେ ଗଙ୍ଗଲାରେ ଦେଇଛନ୍ତି। ଏ ଦେଖନ୍ତୁ ଏତେକା ଭାତ, ବର୍ତ୍ତମାନ ଖାଇବା। ମାଂସଠୁ ପପିଆ ହିଁ ଭଲ ଲାଗୁଛି। ଲଙ୍କା ତ ନାହିଁ। ଆଉ ଆଜିକା ଭିଡ଼ିଓ ଆମେ ଏଇଠି ଶେଷ କରୁଛୁ। ଆଉ ନେକ୍ସଟ କାଲି ଭିଡ଼ିଓରେ ଦେଖାହବ।